ମୁଁ ଅଛି କୁଡ଼ାନାଳି ଗାଁରେ ଏବଂ ଏ ଗାଁରୁ ଗାଁର ଗ୍ରାମ ପଞ୍ଚାୟତକୁ ଯିବା ପାଇଁ ହେଲେ ଦୁଇଟି ଜିଲ୍ଲା ଡେଇଁବାକୁ ପଡ଼େ ଏବଂ ଗାଁରୁ ଗ୍ରାମ ପଞ୍ଚାୟତର ଦୂରତା ହେଉଛି ପାଖାପାଖି 60 କିଲୋମିଟର। ଆପଣ ଗାଁ ଭାଁ କୋଉଠି ଶୁଣିଥିବେ ଯେ ଗାଁରୁ ଗ୍ରାମ ପଞ୍ଚାୟତର ଦୂର 60 କିଲୋମିଟର। ତେବେ କେମିତି ଯାଉଛନ୍ତି ଗ୍ରାମ ପଞ୍ଚାୟତକୁ ଏବଂ ଗ୍ରାମ ପଞ୍ଚାୟତରେ କେମିତି କାମ ହେଉଛି, କାରଣ ଭତ୍ତା ହଉ ଚାଉଳ ହଉ କିମ୍ବା ସରପଞ୍ଚଙ୍କ ପାଖରେ ବିଭିନ୍ନ ସମୟରେ ବିଭିନ୍ନ କାମ କରାଇବାର ଥାଏ। ତେବେ ଏସବୁ କାମ କେମିତି ହେଉଛି ପ୍ରତିକ୍ରିୟା ନେବା। ଆଜ୍ଞା, ଆପଣଙ୍କର ପରିଚୟ ଦେବେ, ଏ ଗାଁର ନାଁ କ'ଣ ଏବଂ ପଞ୍ଚାୟତ କେତେ ଦୂର ଆଉ କେମିତି ଯାଉଛନ୍ତି ପଞ୍ଚାୟତ? ମୋ ନାଁ ହେଉଛି ପ୍ରଫୁଲ୍ଲ କୁମାର ମାଝୀ। ଗାଁ ହେଲା କୁଡ଼ାନାଳି। ଆମ ଗାଁ ଠାରୁ ପଞ୍ଚାୟତ ହେଉଛି 50-60 କିଲୋମିଟର ଦୂର ହେଲା। ଆମ ପିଡ଼ିଏସ୍ ଚାଉଳ ଖାଇବା ବେଲେ ଆମେ ସବୁ ଗୋଟେ ସବ୍ ସେଣ୍ଟର କରିଛୁ। ସବ୍ ସେଣ୍ଟର ମାଧ୍ୟମରେ ସରପଞ୍ଚ ଆଣି ଦେଉଛି। ଭତ୍ତା ଆଣିକି ବହୁତ ସମ୍ମୁଖୀନ ହୋଇ ଭତ୍ତା ବି ଦେଉଛି ହେଲା। ସେ ଇଲେକ୍ଟ୍ରିଠୁ ଆରମ୍ଭ କରି ବହୁତ ସମସ୍ୟାରେ କୁଡ଼ାନାଳି ଗାଁ ଅବସ୍ଥିତ ଅଛନ୍ତି ହେଲା। ତେଣୁକରି ଆମର ସମସ୍ୟା ଆଜ୍ଞା ବହୁତ ଅଛି। ଏତେ ଦୂରରେ ପଞ୍ଚାୟତ କେବେ ମାନେ ଇଏ ଗୋଟେ ଆଶ୍ଚର୍ଯ୍ୟକର କଥା, କାରଣ ଗାଁ ଏଇଠି ଅଛି, 60 କିଲୋମିଟର ଦୂରରେ ଗ୍ରାମ ପଞ୍ଚାୟତ ଅଛି। ଆପଣ ଦାବି କରିଛନ୍ତି କେବେ କି ଆପଣଙ୍କର ପଞ୍ଚାୟତ ଆଖପାଖରେ ହଉ ବୋଲି? ଆମେ ଆଜ୍ଞା ଦାବି କରି ଦୁଇ ଥର ଦାବି କରିଛୁ, ଅବିକା ବି ଦାବି କରୁଛୁ। ସେ ପଞ୍ଚାୟତ ମନ୍ତ୍ରୀ ଯାଇ ବି 2 ଥର ଦରଖାସ୍ତ ଦେଇକି ଦାବି କରିଛୁ। ସେ କହିଲେ ଆମର ହେଲେ ଆପଣ ଆଗ ପାଇବେ, ଅଧିକାର ଆଗ ପାଇବେ। ଆପଣ ଶୁଣୁଥିଲେ ଆଉ କିଛି ପ୍ରତିକ୍ରିୟା ନେବା, କାରଣ ଇଏ ଗୋଟେ ଅଜବ କଥା ଯେ ପଞ୍ଚାୟତ ଏତେ ଦୂରରେ ଅଛି। ଜଣେ ବୃଦ୍ଧ ବସିଛନ୍ତି, ତାଙ୍କର ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିବା। ଆଜ୍ଞା, କେବେଠୁ ଆପଣଙ୍କର ପଞ୍ଚାୟତ ହେଲାଣି ଆଉ ଏତେ ଦୂରରେ ପଞ୍ଚାୟତ ଅଛି, କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି? କିରା କହିବି ଆପଣଙ୍କର ପଞ୍ଚାୟତ ଏଇଠୁ କେତେ ଦୂରରେ ଅଛି? ଆଜ୍ଞା, କେତେ ଦୂର ଅଛି ପଞ୍ଚାୟତ? କେତେ ବାଟ ହବ ଏଠୁ? କେତେ ଦୂର ହବ? ହଁ, 60 କିଲୋ। 60 କିଲୋମିଟର ହବ। ହଁ, 60 କିଲୋ। ସେ ଠିକରେ କହିପାରୁନାହାନ୍ତି। ଆଉ କିଛି ପ୍ରତିକ୍ରିୟା ନେବା। ଆଜ୍ଞା, କେମିତି ଚଳୁଛନ୍ତି, କାରଣ କାରଣ କେମିତି ଆପଣ ଚଳୁଛନ୍ତି? ଏତେ ଦୂରରେ ଆପଣଙ୍କର ପଞ୍ଚାୟତ ଅଛି, କେମିତି ଯିବା ଆସିବା କରୁଛନ୍ତି? କାରଣ ପାହାଡ ଜଙ୍ଗଲ ଭିତରେ ଆପଣଙ୍କର ଗାଁ। ଆଜ୍ଞା, ଗାଡି ନାହିଁ, ମଟର ନାହିଁ। ଆଉ ଆମେ ଗଲେ ସାଇକେଲରେ ଯାଉଛୁ, ନହେଲେ ଚାଲି ଚାଲି ଯାଉଛୁ। ଏଇ ହିସାବରେ ଆମେ ପଞ୍ଚାୟତକୁ ଗଲେ ଯାଉଛୁ। ନାଗରଦଳକୁ ଗଲେ ଗୋଟିଏ ଖାଲି ବସ୍ ଯାଉଛି, ଶୁଭମ ବୋଲି। ସେଇ ବସ୍ରେ ସକାଳ 7ଟା 20ରେ ଯାଉଛି। ସେଥିରେ ଯାଇକିରି ଓହ୍ଲଉଛୁ ଶିମିଳିପାଳରୁ ପୁଣି ନାଗରଦଳ ବସ୍ ଧରିକି ଯାଉଛୁ। ଏହା ହଉଛି କଥା। ମାନେ ଆପଣ 91 ମସିହାରୁ ପାଖାପାଖି 30 ବର୍ଷ ଉପରେ ହେଲାଣି ଆପଣ ଦାବି କରୁଛନ୍ତି ଯେ ଅଲଗା ଆପଣଙ୍କୁ ପଞ୍ଚାୟତ ଦରକାର, ମାନେ ଘର ଜମି ଡିହ ଏଇ ସବୁ ମାଗୁନାହାନ୍ତି, ପଞ୍ଚାୟତ ମାଗୁଛନ୍ତି, କିନ୍ତୁ ମିଳିପାରୁନି ପଞ୍ଚାୟତ। କେତେ ଆବଶ୍ୟକ ଆପଣଙ୍କୁ ଗୋଟେ ଅଲଗା ପଞ୍ଚାୟତ? ଆମକୁ ସାର୍ ସେଠିକି ଗଲେ ଆମକୁ ବହୁତ ଦୁଃଖ, କୋଉଦିନ ଭୋକରେ ଆସୁଛୁ। ଆଉ ସେଟା ବି ଜାମଜୁରିରେ ହୋଟେଲ ଫଟେଲ କିଛି ନାହିଁ। ଆଉ କିଛି ଖାଇବା ପିଇବା ବି ସୁବିଧା ନାହିଁ, ଦୋକାନ ବାଡ଼ି ନାହିଁ। ଆମେ ଗଲେ ଭୋକେ ଶୋଷେ ଆସିଲେ 4-5 ବଜେ ଘରକୁ ପହଞ୍ଚୁଛୁ। ମାନେ ଯଦି ପଞ୍ଚାୟତକୁ ଯିବେ ଗୋଟେ ଦିନ ଖତମ। ଗୋଟେ ଦିନ ସାରା ଖତମ। ଆଉ କଣ ସମସ୍ୟା ରହିଛି ଗାଁରେ? କାରଣ ପଞ୍ଚାୟତ ଏତେ ଦୂରରେ, ସରପଞ୍ଚ ବି ଆସିପାରୁନଥିବେ ସବୁବେଳେ। ଆପଣ କାହାକୁ ସମସ୍ୟା ଜଣାନ୍ତି ଆଉ କଣ ସମସ୍ୟା ରହିଛି? ସରପଞ୍ଚକୁ ଜଣଉ, ଆଉ ଗଲେ ବିଡ଼ିଓ ଜଣଉ, ଆଉ ଚାରମାନଙ୍କୁ ବି ଜଣଉ। ହେଲେ ସେମାନେ ତ କୌଣସି ସୁବିଧା କରୁନା। ଆଉ କଣ ସମସ୍ୟା ରହିଛି ଗାଁରେ? କଣ ସାର୍, ବନ୍ଧ ନାହିଁ, ଆଉ କୌଣସି ପାଣି ନାହିଁ। ଏ ଖଣି ପାଣି ଅସୁବିଧା ଭାରି। ଆମେ ଗାଧିଆ ପାଇଁ ବି ପାଣି ଟିକେ ନାହିଁ। ତେବେ ଆଉ କିଛି ପ୍ରତିକ୍ରିୟା ନେବା, କାରଣ ଯୋଉ ଗାଁରୁ ପଞ୍ଚାୟତ 60 କିଲୋମିଟର ପାଖାପାଖି, ସେ ଗାଁର ଅବସ୍ଥା କଣ, ଆଉ କଣ ରହିଛି ଗାଁରେ ସମସ୍ୟା? କେବେଠାରୁ ଦାବି କରୁଛନ୍ତି ଆପଣଙ୍କୁ ଗୋଟେ ପଞ୍ଚାୟତ ଦରକାର ବା ଆବଶ୍ୟକ ବୋଲି? ଗତ ଥର ଯେତେବେଳେ ଆମର ଶାସନ ଅବସ୍ଥାରେ ବିଜେଡି ସରକାର ଥିଲେ, ସେତେବେଳେ ବହୁତ ଥର ଆମେ ଯାଇକି ଦାବି କରିଛୁ। ଆଉ ଭୁବନେଶ୍ୱରରେ ଇଭିନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଦେଖା କରାହେଇଛି। କିନ୍ତୁ ଯେତେବେଳେ ପଞ୍ଚାୟତ ସମ୍ପ୍ରସାରଣ କାର୍ଯ୍ୟକ୍ରମ ହେଲା, ସେତେବେଳେ ଆମକୁ ବାଦ ଦିଆଗଲା। ବର୍ତ୍ତମାନ ସେତେବେଳେ ବିଜେଡି ଗଭର୍ଣ୍ଣମେଣ୍ଟ ଥିଲା, ଏବେ ବିଜେପି ଗଭର୍ଣ୍ଣମେଣ୍ଟରେ ବି ଆମେ ଯାଇକି 2-3 ଥର ଦେଖା କଲୁଣି। ଆମର ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ନାରାୟଣ ନାୟକ, ତାଙ୍କୁ ବି ଦେଖା କରିଛୁ। ଆମର ଗାଁର ସଭାପତି ମହୋଦୟ, ସମ୍ପାଦକ ମହୋଦୟ, ଗାଁର କିଛି ଭଦ୍ରବ୍ୟକ୍ତି, ସମସ୍ତେ ଯାଇକି ଦେଖା କଲୁ। ସେ କହିଲେ କି ଆମକୁ ପଞ୍ଚାୟତର ଆଉ କୌଣସି ଅଫିସିଆଲି ଆମକୁ ଆଉ ହେଇନାହିଁ, ତ ଯେବେ ହବ କିନ୍ତୁ ଆପଣଙ୍କର ପ୍ରଥମେ ଆମେ ଦାବି ରଖିବୁ ଆମ ତରଫରୁ।
ଆପଣଙ୍କର ହବ। ଏଠି ତ ଆପଣ ଦେଖିଲେ ବୃଦ୍ଧ କେତେ, ମହିଳା କେତେ, ଆପଣ ମାନେ ଦେଖିଲେ ଜାଣିଲେ। ଏଠି ସବ୍ ସେଣ୍ଟରଟେ ଅଛି। ସବ୍ ସେଣ୍ଟରଟା ବି ବହୁତ ଚେଷ୍ଟା ପରେ ସେ ଥିଲେ ଅନନ୍ୟା ଦାସ ଥିଲେ ବୋଧହୁଏ, ହଁ ଅନନ୍ୟା ଦାସ ଆମର କଲେକ୍ଟର ଥିଲେ ସେଇ ସମୟରେ କରାହେଇଛି, ସେଇଠୁ ଚାଲି ଆସିଛି। କିନ୍ତୁ ସେଟା ବି 2 ମାସ 2.5 ମାସରେ ଆଉ ଭତ୍ତା ଆସିବ। 2 ମାସ 2.5 ମାସରେ ଗୋଟେ ବୃଦ୍ଧ ଲୋକଟା ଆଜ୍ଞା ମେଡିସିନଟେ ଖାଉଛି, ବୃଦ୍ଧ ଲୋକଟା ମେଡିସିନଟେ ଖାଉଛି, କିନ୍ତୁ ଯଦି ସେ ଭତ୍ତା ପଇସାଟା ୱେଟ୍ କରିକି ବସିଛି, ସେ କେତେବେଳେ ତା ମାସିକି ଆଣିବ? ତ ଏଇ ସବୁ ଜିନିଷର ପ୍ରୋବ୍ଲେମ ଅଛି। ଆଉ ଆପଣ ତ ଆସିଛନ୍ତି, ରାସ୍ତାଘାଟ ଦେଖିଛନ୍ତି, ଗାଁ ଭିତରେ ବହୁତ ମାଟି ରାସ୍ତା ଅଛି, କୋଉଠି ଗୋଟାଏ ସିସି ରୋଡ ନାହିଁ କି କୌଣସି ବ୍ୟବସ୍ଥା ସଠିକ ଭାବରେ ହେଇପାରେ ନାହିଁ। ଏଇ ସବୁ ଜିନିଷ ଏଠି ପଞ୍ଚାୟତରେ ନାହିଁ ବୋଲି ଏସବୁ ଜିନିଷ ବ୍ୟବସ୍ଥା ହେଇପାରୁଛି। କିନ୍ତୁ ଏଠି ପଞ୍ଚାୟତରେ ହେବା ପାଇଁ ଆମେ ଆମୂଳଚୂଳ ପ୍ରଚେଷ୍ଟା କରିସାରିଛୁ। ଛୋଟରୁ ଆବାଳ ବୃଦ୍ଧ ବନିତା ସମସ୍ତେ ପ୍ରଚେଷ୍ଟା କରିସାରିଛୁ। କିନ୍ତୁ ଆମକୁ ପ୍ରଶାସନ କଣ ପାଇଁ ଦେଖୁନାହିଁ, କିମ୍ବା ଆଜି ବିଡିଓଙ୍କର ଭିଜିଟ 1 ଇୟରରେ ଆମ ଗାଁକୁ ବୋଧ ହୁଏ ଥରେ ବି ପଡୁଛି ନା ନାହିଁ ମୁଁ କହିପାରିବିନି। ଆପଣ ଶୁଣୁଥିଲେ ଯେ ସମସ୍ୟା, ବହୁତ ସମସ୍ୟା ଅଛି ଏବଂ ସମସ୍ୟା କେମିତି ସମାଧାନ ହେବ ଏଥିପାଇଁ ପ୍ରତିଥର ଏମାନେ ପ୍ରଚେଷ୍ଟା କରୁଛନ୍ତି। ଏମିତିକି ପଞ୍ଚାୟତ ପାଇଁ ମନ୍ତ୍ରୀଙ୍କ ପାଖକୁ ବି ଯାଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପଞ୍ଚାୟତ ସ୍ୱପ୍ନ ପୁରା ହେଇପାରି ନାହିଁ। ଏବଂ ଯଦି ପଞ୍ଚାୟତକୁ ଏମାନେ ଯିବେ କୌଣସି ସମସ୍ୟା ନାହିଁ, ପାଖାପାଖି ଗୋଟିଏ ଦିନ ବିତି ଯାଉଛି, କାରଣ ପଞ୍ଚାୟତ ଏଠୁ 60 କିଲୋମିଟର ଦୂରରେ ଅଛି। टाक्टी दौलू वीडियो जर्नालीस्ट सुब्रत सह लिपन होता कनक न्यूज।